ଆଜି ହେଉଛି ପବିତ୍ର ପ୍ରଥମାଷ୍ଟମୀ, ଯାହା ପଢୁଆଁ ଅଷ୍ଟମୀ ଭାବରେ ଘରେ ଘରେ ବେଶ୍ ଜଣାଶୁଣା। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି ଏହି ପର୍ବ। ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଢୁଆଁ ଅଷ୍ଟମୀ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ବର୍ଷ ମାମୁଁ ଘରୁ ଘରର ବଡ଼ମାନଙ୍କ ପାଇଁ ନୂଆ ଡ୍ରେସ୍ ଆସିଥାଏ। ଘରର ପ୍ରଥମ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ପଢୁଆଁ ହୋଇଥାନ୍ତି। ପଢୁଆଁ ହେବା ସହ ଘରେ ଘରେ ପିଠାପଣା ମଧ୍ୟ ହୋଇଥାଏ। ଏହି ଦିନ ଧଳା ଧାନ, ସିନ୍ଦୁର, ଚାଉଳ, ଚନ୍ଦନ ସହିତ କଳସୀ ବସାଇ ଧୂପ ଦେଇ ମା ଷଷ୍ଠୀ ଦେବୀଙ୍କୁ ପୂଜା କରାଯାଏ। ଶ୍ରୀମନ୍ଦିରରେ ମଧ୍ୟ ପଢୁଆଁ ଅଷ୍ଟମୀ ପାଳିତ ହେବାର ରୀତି ରହିଛି। ବଡ଼ ଠାକୁର ବଳଭଦ୍ର ଏହି ଦିନ ପଢୁଆଁ ହୋଇଥାନ୍ତି। ସେଇଥିଲାଗି ଶ୍ରୀ ଜଗନ୍ନାଥଙ୍କ ମାମୁଘର ଭାବେ ପରିଚିତ ନିଆଳି ସ୍ଥିତ ମାଧବାନନ୍ଦ ମନ୍ଦିରରୁ ଆସିଛି ମହାପ୍ରଭୁଙ୍କ ପାଇଁ ବସ୍ତ୍ର ଏବଂ ଅଷ୍ଟମୀ ଭାର। ବହୁ ପୁରାତନ କାଳରୁ ନିଆଳିରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଆସୁଛି। ସେବକମାନେ ଚାଲି ଚାଲି ଖାଲି ପାଦରେ ବିଭିନ୍ନ ପ୍ରକାରର ଫଳ, ପାଟ ବସ୍ତ୍ର କାନ୍ଧେଇ ଶ୍ରୀମନ୍ଦିରର ସେବାୟତଙ୍କୁ ଯୋଗାଇଥାନ୍ତି। ଆଉ ଏହି ଭାରରେ ମହାପ୍ରଭୁଙ୍କର ପଢୁଆଁ ନୀତି ଅନୁଷ୍ଠିତ ହୋଇଥାଏ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।